ଆପଣ ଶୁଣୁଛନ୍ତି ଆଇମା କାହାଣୀ ଏ ହରର ପଡକାଷ୍ଟ। ଏହି ହରର ପଡକାଷ୍ଟର ପ୍ରଥମ ଅଧ୍ୟାୟ ଯଦି ଆପଣ ଦେଖିନାହାନ୍ତି ତେବେ ତାହାର ଲିଙ୍କ ମୁଁ ଏହି ଭିଡ଼ିଓର ଡେସ୍କ୍ରିପସନରେ ଦେଇ ରଖିଛି। ଆଜିର ପଡକାଷ୍ଟକୁ ଯିବା ପୂର୍ବରୁ ଯଦି ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ସକାଳୁ ଉଠୁ ଉଠୁ ଉର୍ବଶୀ ଦେବୀ ଦେଖିଲେ ପୁରା ତାଲୁକର ଲୋକ ମିଠା ଖାଉଛନ୍ତି। ନୂତନ ଅତିଥି ଆସିବାର ଆନନ୍ଦ ସମସ୍ତଙ୍କ ମୁହଁରେ ଝଲସି ଉଠୁଛି। ସମସ୍ତେ ମଙ୍ଗଳ କାମନା କରି ଖୁସି ବାଣ୍ଟି ଚାଲିଛନ୍ତି। ହେଲେ ତାଙ୍କ ମନରେ ଆଜି ଚିନ୍ତାର ମହାସାଗର ଲହଡ଼ି ଭାଙ୍ଗିଛି। ଉପରେ ତାଙ୍କର ହସ ହସ ମୁହଁ, କିନ୍ତୁ ଭିତରେ ଭବିଷ୍ୟତ ପାଇଁ ଆଶଙ୍କା। ତାଙ୍କ ଏହି ଆଶଙ୍କାକୁ ବାରି ପାରୁଥିଲେ ସ୍ୱାମୀ ବିକ୍ରମ ପ୍ରତାପ। ସେ ଉର୍ବଶୀ ଦେବୀଙ୍କ ସହିତ କଥା ହେବା ପାଇଁ ତାଙ୍କ ନିକଟକୁ ଆସିଲେ। ଏହି ସମୟରେ ତାଙ୍କ ଗୁମାସ୍ତା ଆସିବାରୁ ସେ ଦୁହେଁ ତାଙ୍କ ସହିତ କଥା ହେବାକୁ ଲାଗି ପଡ଼ିଲେ। ଗୁମାସ୍ତା ଦେବେନ୍ଦ୍ର ବାବୁ କହିଲେ, ଦେଖିଲେ ତ ସାନ୍ତେ, ଆଜି ଆପଣଙ୍କ ମହଲ ଖୁସିରେ କେମିତି ଭରପୁର ହୋଇଗଲା। ଯେତେବେଳେ ଆମ ସାନ ସାନ୍ତେ ବୋହୂ ମାଆକୁ ଜଙ୍ଗଲରୁ ଉଦ୍ଧାର କରି ଆଣି ବିବାହ ପାଇଁ ପ୍ରସ୍ତାବ ଦେଲେ ଆପଣ କେତେ ନାରାଜ ହେଉଥିଲେ। ହେଲେ ଆଜି ଦେଖନ୍ତୁ ସେ କେମିତି ଆମ ସମସ୍ତଙ୍କ ମନ ଜିତି ନେଲେ। ଆଜି ଦେଖନ୍ତୁ ଆପଣଙ୍କ ବଂଶର ଉତ୍ତରାଧିକାରୀ ଆସିବାକୁ ଯାଉଛି। ସେ ବି ଠିକ୍ ଆପଣଙ୍କ ପରି ହେବ। ଜମିଦାର ବାବୁ କହିଲେ, ତୁମେ ଏକଦମ ଠିକ୍ କଥା କହିଛ ଦେବେନ୍ଦ୍ର। ବୋହୂ ରୂପେ ଭାନୁ ଗୋଟିଏ ହୀରାକୁ ଆଣିଛି। ଲକ୍ଷ୍ମୀ ସାନ୍ତାଣୀ ଆମର ବୋହୂ। ଆଜି ନିଜ ବୋହୂକୁ ପ୍ରଶଂସାରେ ପୋତି ପକାଉଥାନ୍ତି ଜମିଦାର ବିକ୍ରମ ପ୍ରତାପ। ଯେତେବେଳେ ଭାନୁ ପ୍ରତାପ ଚାନ୍ଦିନୀକୁ ବିବାହ କରିବାର ନିଷ୍ପତ୍ତି ନେଇଥିଲେ ସେତେବେଳେ ସବୁଠୁ ବେଶୀ ବିରୋଧ କରୁଥିଲେ ଜମିଦାର ବିକ୍ରମ ପ୍ରତାପ। କହିଥିଲେ ଜାତି ଗୋତ୍ର ଏବଂ ପରିଚୟ ଜଣା ନଥିବା ଏକ ଝିଅ କେବେ ବି ମୁଁ ବୋହୂ ହୋଇପାରିବନି। ପୁଅର ଜିଦ୍ ଯୋଗୁଁ ସିନା ତାକୁ ବୋହୂ କଲେ, ହେଲେ ତାକୁ ମନରେ ସ୍ୱୀକାର କରିପାରିନଥିଲେ। ହେଲେ ଧୀରେ ଧୀରେ ଚାନ୍ଦିନୀର ବ୍ୟବହାର ଏବଂ ଚାଲିଚଳନ ତାଙ୍କ ମନ କିଣିନେଲା। ଆଜି ଯଦି ତାଙ୍କ ମହଲରେ ସୁଖ ଶାନ୍ତି ଏବଂ ସମୃଦ୍ଧିର ଢେଉ ଖେଳୁଥାଏ ତାହେଲେ କେବଳ ଚାନ୍ଦିନୀ ପାଇଁ। ହେଲେ ସେ କିଛି ଦିନ ହେବ ନିଜ ଧର୍ମପତ୍ନୀ ଉର୍ବଶୀ ଦେବୀଙ୍କୁ ସବୁବେଳେ ଚିନ୍ତା କରୁଥିବାର ଦେଖୁଥିଲେ। ବଂଶକୁ ଉତ୍ତରାଧିକାରୀ ଆସିବାର ଉର୍ବଶୀ ଦେବୀ କେବେଠାରୁ ଅପେକ୍ଷା କରିଥିଲେ। ହେଲେ ଆଜି ସେ ସମୟ ଉପନୀତ ହେବା ପରେ ବି ସେମିତି ଚିନ୍ତିତ କ'ଣ ପାଇଁ? ସେ ଆଜି ରାତିରେ ହିଁ ଉର୍ବଶୀ ଦେବୀଙ୍କ ସହିତ କଥା ହେବା ପାଇଁ ନିଷ୍ପତ୍ତି ନେଲେ ଏବଂ ସେହି ସମୟକୁ ଅପେକ୍ଷା କଲେ। କ୍ରମେ ସେହି ସମୟ ଉପନୀତ ହେଲା। ରାତ୍ରି ଭୋଜନ ପରେ ବିକ୍ରମ ପ୍ରତାପ ନିଜ କକ୍ଷକୁ ଆସିଲେ। ଉର୍ବଶୀ ଦେବୀ ବସି କିଛି ଭାବୁଥାନ୍ତି। ବିକ୍ରମ ପ୍ରତାପ ତାଙ୍କ ପାଖରେ ଆସି ବସିଲେ। ତାଙ୍କୁ କହିଲେ, ଉର୍ବଶୀ, କିଛି ଦିନ ହେବ ମୁଁ ଲକ୍ଷ୍ୟ କରୁଛି ତୁମେ କିଛି ଚିନ୍ତା କରୁଛ। ସବୁବେଳେ ଦୁଃଖୀ ଏବଂ ବିଷାଦ ଭରା ମୁଖ। ଏହାର କାରଣ କ'ଣ? ଉର୍ବଶୀ ଦେବୀ ଏ କଥାକୁ ଏଡ଼େଇବାକୁ ଲାଗିଲେ, କାରଣ ଏତେ ଖୁସିର ଅବସରରେ ସେ ନିଜ ସ୍ୱାମୀକୁ କୌଣସି ଦୁଃଖ ଦେବାକୁ ଚାହୁଁନଥିଲେ। ହେଲେ ବିକ୍ରମ ପ୍ରତାପ କହିଲେ, ଉର୍ବଶୀ, ତୁମେ ମୋର ଧର୍ମପତ୍ନୀ। ବେଦୀରେ ବାହା ହେଲା ବେଳେ ଆମେ ପରସ୍ପରକୁ ବଚନ ଦେଇଥିଲେ ପରସ୍ପରର ଦୁଃଖ ସୁଖରେ ସମଭାଗୀ ହେବା। ହେଲେ ତୁମେ ତୁମର ଦୁଃଖ ମୋତେ କହୁନ କ'ଣ ପାଇଁ? ମୁଁ ଥାଉ ଥାଉ ତୁମେ ଦୁଃଖରେ ରହିବ। କୁହ ମୋତେ କ'ଣ ହୋଇଛି? ତୁମ ଚିନ୍ତାର କାରଣ କ'ଣ? ଉର୍ବଶୀ ଦେବୀ କାନ୍ଦି କାନ୍ଦି କହିଲେ, ଆମ ବୋହୂ ଚାନ୍ଦିନୀ ଏକ ନରଭକ୍ଷୀ ଡାହାଣୀ। ଏହି କଥା ଶୁଣି ବିକ୍ରମ ପ୍ରତାପ ନିଜ କାନକୁ ବିଶ୍ୱାସ କରିପାରୁନଥିଲେ। ହେଲେ ଉର୍ବଶୀ, ତୁମେ ଏ କ'ଣ କହୁଛ? ଆମ ବୋହୂ ଚାନ୍ଦିନୀ ପୁଣି ଗୋଟିଏ ଡାହାଣୀ? ମୁଁ କଥା କେବେ ବି ମାନିପାରିବି ନାହିଁ। ତୁମକୁ ନିଶ୍ଚିତ କିଛି ଭ୍ରମ ହୋଇଥିବ। ଉର୍ବଶୀ ଦେବୀ କାନ୍ଦି କାନ୍ଦି କହିଲେ, ମୋତେ ବି ଲାଗୁଥିଲା ଏଇଟା ମୋ ଭ୍ରମ। ଏବେ ବି ମା ଦୁର୍ଗାଙ୍କୁ ମୁଁ ପ୍ରାର୍ଥନା କରୁଛି ଏସବୁ ମୋର ଭ୍ରମ ହୋଇଥାଉ। ହେଲେ ମୁଁ ତାକୁ ମୋ ନିଜ ଆଖିରେ ମଣିଷ ମାରି ଭକ୍ଷଣ କରୁଥିବାର ଦେଖିଛି। ତୁମେ କୁହ ତ, ମୁଁ ମୋ ଆଖିକୁ କେମିତି ଅବିଶ୍ୱାସ କରିବି? ବିକ୍ରମ ପ୍ରତାପ କହିଲେ, ମୋର ଏବେ ବି ବିଶ୍ୱାସ ହେଉନି। ଚାନ୍ଦିନୀ ଆମର ଅତି ରୂପବତୀ ଆଉ ଗୁଣବତୀ ବୋହୂ। ଏ ଖଣ୍ଡମଣ୍ଡଳରେ ତାପରି କେହି ବୋହୂ ଥିବାର ମୁଁ ଦେଖିନି। କେଉଁ ଗୁଣରେ ସେ କମ୍ ନୁହେଁ। ଏତେ ଦିନ ଧରି ସେ ଆମ ସହିତ ଅଛି, କାହାର କିଛି ବି କ୍ଷତି କରିନି। ତା ଛଡ଼ା ସେ ଏବେ ଗର୍ଭବତୀ।
ତା ପେଟରେ ଆମ ବଂଶର ଉତ୍ତରାଧିକାରୀ ବଢ଼ୁଛି। କାଲି ସକାଳେ ଆମେ ଦୁଇ ଜଣ ପାହାଡ଼ ଉପରେ ଥିବା ସେ ବାବାଙ୍କ ନିକଟକୁ ଯିବା, ତାଙ୍କ ପରାମର୍ଶ ନେଇ କିଛି ଗୋଟିଏ କରିବା। ଏହାପରେ ଦୁହେଁ ଶୋଇଗଲେ। ରାତି ପାହିଲା, ସକାଳ ହେଲା। କବାଟ ଠକ୍ ଠକ୍ ହେବାରୁ ଉର୍ବଶୀ ଦେବୀ ଯାଇ କବାଟ ଖୋଲିଲେ। ଦେଖିଲେ ସାମ୍ନାରେ ବହୁ ଚାନ୍ଦିନୀ ଛିଡ଼ା ହୋଇଛି। କବାଟ ଖୋଲୁ ଖୋଲୁ ଚାନ୍ଦିନୀ କହିଲା, ବାପା ମା, ଆପଣ ଦୁଇ ଜଣ ମୋତେ ବହୁତ ଭଲ ପାଇବା ଦେଇଛନ୍ତି। ମୁଁ ଏ ଭଲ ପାଇବାର ଯୋଗ୍ୟ ନୁହେଁ। ମୁଁ ଜଣେ ଡାହାଣୀ। ଜମିଦାର ବଂଶର କୁଳବଧୂ ହେବାର ଯୋଗ୍ୟତା ମୋର ନାହିଁ। ଭାନୁଙ୍କୁ ମାରି ତାଙ୍କ ରକ୍ତ ପିଇ ଅମର ହେବାର ମନ୍ଦ ଉଦ୍ଦେଶ୍ୟ ନେଇ ଏ ଘରକୁ ଆସିଥିଲେ। ହେଲେ ତାଙ୍କ ଭଲ ପାଇବା ଆଉ ଆପଣମାନଙ୍କର ସ୍ନେହ ମୋତେ ଏମିତି ବାନ୍ଧିଦେଲା ଯେ ମୁଁ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିଛି। ମୋ ମଧ୍ୟରେ ଦୟା, କ୍ଷମା, ମମତା ଆଦି ମାନବୀୟ ଗୁଣାବଳୀ ଆଦି ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ଡାହାଣୀ କେବଳ ନିଜ କଥା ଚିନ୍ତା କରିବା ଆବଶ୍ୟକ, ହେଲେ ମୁଁ ମୋ ପରିବାର କଥା ଚିନ୍ତା କରିବାରେ ଲାଗିଲିଣି। ଏଇଟା ମୋ ପାଇଁ ଜମାରୁ ବି ଭଲ ନୁହେଁ। ମୋତେ କିଛି ସମୟ ଦିଅନ୍ତୁ ବାପା। ମୁଁ ଆପଣଙ୍କ ଉତ୍ତରାଧିକାରୀକୁ ଜନ୍ମ ଦେଇ ଏ ଘର ଛାଡ଼ି ଚାଲିଯିବି। ସେ ଭାନୁପ୍ରତାପଙ୍କ ରକ୍ତ ଆପଣଙ୍କ ବଂଶଜ। ସେ ବଡ଼ ହୋଇ ବହୁତ ନାଁ କରିବ। ମୋ ପୁଅକୁ ହତାଦାର କରିବେନି ବାପା। ଉର୍ବଶୀ ଦେବୀ କହିଲେ, ଏ କ'ଣ କହୁଛୁ ଚାନ୍ଦିନୀ? ତୁ ଏ ଘର ଛାଡ଼ି କାହିଁକି ଯିବୁ? ଯେଉଁଦିନ ତୋତେ ନରଭକ୍ଷଣ କରୁଥିବାର ମୁଁ ଦେଖିଥିଲି, ମୁଁ ନିଜ ଆଖିକୁ ବିଶ୍ୱାସ କରିପାରିନଥିଲି। ହେଲେ ତୋ ପ୍ରତି ଥିବା ସ୍ନେହ ମୋତେ କେବେ ବି ମାନିବାକୁ ଦେଇନି ଯେ ତୁ ଏକ ଡାହାଣୀ। ବିକ୍ରମ ପ୍ରତାପ କହିଲେ, ତୁ ଏ ଘରର କୁଳବଧୂ। ତୁ ଯଦି ଏ ଘର ଛାଡ଼ି ଯିବା କଥା ଚିନ୍ତା କରିଛୁ, ତୋର ବାପାର ମଲା ମୁହଁ ଦେଖିବୁ। ଏହି ସମୟରେ ଭିତରକୁ ପ୍ରବେଶ କଲେ ଭାନୁପ୍ରତାପ। ସେ କହିଲେ, ଏ କ'ଣ ଚାନ୍ଦିନୀ? 7 ଜନ୍ମର ସାଥୀ ହେବା ପାଇଁ କଥା ଦେଇ ଅଧାରୁ ତୁମ ଭାନୁକୁ ଛାଡ଼ି ପଳାୟନ କରୁଛ। ଚାନ୍ଦିନୀ କହିଲା, ହେଲେ ମୁଁ ଜଣେ ଡାହାଣୀ। ମୋର ଆସୁରିକ ପ୍ରବୃତ୍ତି ଆପଣଙ୍କ ପାଇଁ ବିପଦ ହୋଇପାରେ। ଉର୍ବଶୀ ଦେବୀ ପାଟି କରି କହିଲେ, ବାସ୍ ଚାନ୍ଦିନୀ, ନିଜକୁ ଆଉ ତୁ ଡାହାଣୀ କହନା। ତୁ ମୋ ଝିଅ, ମୋ ଘରର କୁଳଲକ୍ଷ୍ମୀ। ତୋ ପରି ରୂପବତୀ ଆଉ ଗୁଣବତୀ ବୋହୂ ଏ ଖଣ୍ଡମଣ୍ଡଳରେ କେହି ନାହାନ୍ତି। ଆଉ ରହିଲା ତୋ ପ୍ରବୃତ୍ତି କଥା, ସେଇଟା କୁଳଗୁରୁଙ୍କୁ ଡାକି ଠିକ୍ କରିବା। କୁଳଗୁରୁ ଆସି ଚାନ୍ଦିନୀକୁ ଏକ ତାବିଜ ପିନ୍ଧାଇ ଦେଲେ, ଯାହାଦ୍ୱାରା ତା'ର ଡାହାଣୀ ପ୍ରବୃତ୍ତି ଆୟତ୍ତରେ ରହିଲା। ଏବେ ଚାନ୍ଦିନୀ ତା ଶାଶୁ ଶ୍ୱଶୁର ଆଉ ସ୍ୱାମୀଙ୍କ ସହିତ ଖୁସିରେ ରହିଲା।